ମୋ ହାତରେ କି ପତ୍ର ଧରିଛି ଭଲ କରି ଦେଖିଲେ। ଦେଖନ୍ତୁ, ମୁଁ ଆଜି ସେଇ ପତ୍ରରେ ତିଆରି କରିଥିବା ଖଲିରେ ଖାଉଛି, ଆଉ ଚଉପତିରେ ବି ତରକାରୀ ନେଇଛି। ଆଉ ଭଲରେ ଆପଣମାନଙ୍କୁ ଦେଖେଇ ଦେଉଛି, ମୁଁ ଚଉପତିରେ ଝୋଳ ତରକାରୀ ନେଇଛି, କିନ୍ତୁ ସେଥିରୁ ଟୋପେ ବି ଝୋଳ ଗଳୁନି। ଏଇଟା ମୁଁ ଯେତେବେଳେ ମୋର ଶୈଶବକୁ ଗୋଟିଏ ଜୁଆଙ୍ଗ ଗାଁରେ କାଟିଥିଲି, ସେତେବେଳେ ଜୟନ୍ତା କକା ବୋଲି ଜଣେ ଥିଲେ। ସେଠି ତ ପୁରା ବାପା ସମ୍ପର୍କ ଯୋଡ଼ିକିରି ସେଇମାନଙ୍କ ସାଙ୍ଗେ ଏକାତ୍ମ ହୋଇକି ରହୁଥିଲେ। ତେଣୁ ଜୟନ୍ତା ନାମକ ଜଣେ ଜୁଆଙ୍ଗ ବ୍ୟକ୍ତି, ଆମେ ତାଙ୍କୁ କକା ବୋଲି ଡାକୁଥିଲୁ। ଆଉ ସେ ଖୁଡ଼ି ଏତେ ସୁନ୍ଦର କାମ ସବୁ କରନ୍ତି, ତାଙ୍କ ହାତର କାମ ଏତେ ନିଖୁଣ। ମୁଁ ତାଙ୍କରିଠୁ ହିଁ ଏଇ ଖଲିପତ୍ର ଶିଖିଥିଲି। ଦୈବାତ ମୁଁ ଲଗେଇଥିବା ଶାଳ ଗଛଟିର ଗୋଟେ ଡାଳ ଭାଙ୍ଗି ଯାଇଥିଲା, ସେଥିପାଇଁ ସେ ପତ୍ର ସବୁ ମୁଁ ତୋଳି ଆଣିଥିଲି। ମୁଁ କେଉଁଝରର ଝିଅ ବୋଲି ଚିହ୍ନ ରଖିବା ପାଇଁ ମୋ ବାଡ଼ିରେ ଗୋଟିଏ ଶାଳ ଗଛ ଲଗେଇଛି। ଏଇ ଶାଳ ଗଛଟିକୁ ବି ମୋର କେଉଁଝରରେ ଗୋଟେ ସାଙ୍ଗ ମୋତେ ଦେଇଥିଲା ଉପହାର ସ୍ୱରୂପ। ଆଉ ଭଗବାନଙ୍କ ଦୟାରୁ ସେ ଗଛଟି ବଞ୍ଚିଛି। ଠିକ୍ ମୋ ଶାଳ ଗଛର ଡାଳ ଭାଙ୍ଗିଲା, ମୁଁ ତା'ର ପତ୍ର ତୋଳି ଆଣି ଥୋଇଥିଲି। ଏତିକି ବେଳକୁ ଯେଉଁ ଜୁଆଙ୍ଗ ଯୁବତୀମାନେ ଦାଦନ ଖଟିବାକୁ ଯାଇକି ମୃତ୍ୟୁବରଣ କଲେ, ସେଇ ସମ୍ବାଦ ବି ପ୍ରଚାରିତ ହେଲା। ସେତେବେଳେ ମୋର ବେଶୀ ମନେ ପଡ଼ିଲା ସେ ପିଲାଦିନର କଥା ଆଉ ମୋ ବାପାଙ୍କ କାର୍ଯ୍ୟକଳାପ। ମୁଁ ଭାବିଲି ଗୋଟିଏ ଦିନ ମୁଁ ଏଇ ଶାଳପତ୍ରରେ ଖଲି ତିଆରି କରି ଖାଇବି। ସେମାନେ ପ୍ରତିଦିନ ଜଙ୍ଗଲକୁ ଯାଆନ୍ତି, ଫେରିଲା ବେଳେ ସୁନ୍ଦର ସୁନ୍ଦର ସବୁଜ ଶାଳପତ୍ର ବା ଶିଆଳି ପତ୍ର ତୋଳି ଆଣନ୍ତି। ମୁଁ ଶିଆଳି ପତ୍ରରେ ବି ଖଲିପତ୍ର ସିଲେଇ କରିବା ଶିଖିଛି। ସେଇଟା ଶାଳପତ୍ରଠୁ ବି ଆହୁରି ସହଜ। କିନ୍ତୁ ଏଠି କେଉଁଠୁ ପାଇବି ଶିଆଳି ପତ୍ର, ଯେ ଆପଣମାନଙ୍କୁ କରିକି ଦେଖେଇବି। ଏ ଶାଳପତ୍ରଟା ପାଇଲି। ଯେମିତି ଆମର ସମସ୍ତେ ରୋଷେଇ କଲେ ବି କାହା ରୋଷେଇ ଭଲ, ସମସ୍ତେ ସିଲେଇ କଲେ ବି କାହା ସିଲେଇ ଭଲ, ସେମିତି ଯେଉଁ ଜୟନ୍ତା କକାର ଯେଉଁ ଖୁଡ଼ି, ତାକୁ ତ ଆମେ କାକି ବୋଲି ଡାକୁ, ତା ନାଁ ଫାଁ ମୋର ଜାଣିନି। ସେ ମାଳି ଗୁନ୍ଥେ ବି ଏତେ ସୁନ୍ଦର, ମାନେ କ'ଣ କହିବି ଆପଣମାନଙ୍କୁ। ସେ ମାଳି କଥା ଛାଡ଼ନ୍ତୁ, ଏଇ ଖଲି ପତ୍ର ତାଠୁ ମୁଁ ଶିଖିଥିଲି। ସେମାନେ ଯେତେବେଳେ ଜଙ୍ଗଲରୁ ଫେରନ୍ତି, ଆମ ଘର ବାଟ ଦେଇକି ଯାଆନ୍ତି, ଯାଇକି ଗାଧେଇ ପାଧେଇ ପାଣି ନେଇ ଆସନ୍ତି। ପାଣି ଆଣିକି ଭାତ ସିଆଡ଼େ ବସିଥିବ, ତାଙ୍କ ଚାଳରେ ଖୁଞ୍ଚା ହେଇଥାଏ କଞ୍ଚି, ଏଇଟାକୁ କହନ୍ତି କଞ୍ଚି। ସେମାନେ ସେଇଟା ଗୋଟେ ପ୍ରକାର ଘାସରୁ ଆଣିକିରି ଚାଳରେ ଖୋସିକି ରଖିଥାନ୍ତି। ଖଲିପତ୍ର ସିଲେଇ କରିବା ପୂର୍ବରୁ ଡେମ୍ଫ ସବୁକୁ ଏମିତି ଛିଣ୍ଡେଇ ଦିଅନ୍ତି। ସିଆଡ଼େ ଭାତ ବସିଥାଏ, ଇଆଡ଼େ ସେ ଯେଉଁ କଞ୍ଚି ଥାଏ ତାକୁ ଟିକେ ଚୁଲି ଜାଳରେ ସେକି ଦିଅନ୍ତି। ସେକି ଦେଲେ ସେଇଟା ପୁରା କଡ଼କା ହେଇଯାଏ, ଆଉ ଏ ଖଲିରେ ସିଲେଇ କରିବାକୁ ବହୁତ ସୁବିଧା ହୁଏ। ମୋ ପାଖେ ତ ସେମିତି କିଛି ଉପଯୁକ୍ତ ଜିନିଷ ନାହିଁ। ମୁଁ ଏ ନଡ଼ିଆ ଖଡ଼ିକାରୁ ଟିକେ କିଛି ଭାଙ୍ଗି ଆଣିଥିଲି, ଆଉ ସେଇଥିରେ ଆକୁ ସିଲେଇ କରିଥିଲି। ଆଜି ମୁଁ ଖଲିପତ୍ର ସିଲେଇ କରିକି ସେଠିକି ଖାଇଲା ବେଳେ ମୋ ମନରେ ଏଇ ଯେଉଁ ଖବର ବି ଶୁଣିଲା ପରେ ମୋ ମନରେ ଯେଉଁ ଭାବଟା ଆସୁଥିଲା, ସେଇଟା ହିଁ ବ୍ୟକ୍ତ କରିବା ପାଇଁ ମୁଁ ଆପଣମାନଙ୍କୁ ଏଇଟା ଦେଖାଉଛି। ସେମାନେ ଜଙ୍ଗଲରୁ ଖଟି ଖଟି ଆସନ୍ତି, ସବୁଦିନ ଏ ପତ୍ର ତୋଳିକି ଆଣନ୍ତି। ତାଙ୍କ ଘରେ ପ୍ରାୟ ବିଶେଷ ବାସନ, ପ୍ରାୟ କ'ଣ ବାସନ ବି ନଥାଏ, ସବୁଦିନ ଖାଆନ୍ତି, ଫୋପାଡ଼ି ଦିଅନ୍ତି। ସେମାନେ ନିଜକୁ ଋଷିପତ୍ର ବୋଲି କୁହନ୍ତି, ଆଉ ପ୍ରକୃତରେ ଗୋଟେ ଋଷି ପ୍ରତିମ ଜୀବନ ବି ସେମାନେ ବ୍ୟତୀତ କରନ୍ତି। ସେମାନଙ୍କର କୌଣସି ଜିନିଷ ପ୍ରତି ଗୋଟେ ଲାଳସା ବି ନଥାଏ। ଧୀରେ ଧୀରେ ସେଠି ଆମେ ଆଧୁନିକତାକୁ ତାଙ୍କ ସହିତ ଯୋଡ଼ିଲେ। ମୁଁ ଏକଥା ବି କହୁନି ଯେ ସେମାନେ ସବୁଦିନ ଜଙ୍ଗଲରେ କାମ କରୁଥାନ୍ତୁ ଆଉ ଖଲିପତ୍ର ଆଣିକି ସିଲେଇ କରି ଭାତ ଖାଆନ୍ତୁ, କିନ୍ତୁ ସେମାନଙ୍କୁ ଯେଉଁଭଳି ପର୍ଯ୍ୟାୟକ୍ରମେ ଉନ୍ନତିକି ନେବା କଥା, ବୋଧେ ସେତିକି ଆନ୍ତରିକତାର ସହିତ ଆମେ ସେମାନଙ୍କର ଉନ୍ନତି ପାଇଁ ଚିନ୍ତା କରୁନେ। ଏଇଟା ଆମ ଓଡ଼ିଶାର ଗୋଟେ ବିରଳ ଜନଜାତି। ସେମାନଙ୍କର ସୁରକ୍ଷା ପାଇଁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଗୋଟେ ଅନୁଷ୍ଠାନ ଗଠନ କରାଯାଇଥିଲା, JDA, ଜୁଆଙ୍ଗ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ ବୋଧହୁଏ। ତା ବହୁ ପୂର୍ବରୁ ମୋ ବାପା ନିଜେ ଜୁଆଙ୍ଗମାନଙ୍କର ଉନ୍ନତି ପାଇଁ ଗୋଟେ ଜୁଆଙ୍ଗ ଗାଁରେ ଯାଇକି ରହିଥିଲେ। ଏଇ ଯେତେ ଗୁଡ଼ିଏ ଗାଁର ନାଁ ଖବରକାଗଜରେ ବାହାରୁଛି, ପ୍ରତିଥର ମୁଁ ଗୋଟିଏ ଲେଖା ଦୀର୍ଘଶ୍ୱାସ ପକାଉଛି, କାହିଁକିନା ଏ ପ୍ରତ୍ୟେକ ଗାଁକୁ ମୋ ବାପା ବୋଉ ପାଦରେ ଚାଲିକି ଯାଇଛନ୍ତି। ମୁଁ ଅବଶ୍ୟ ଯାଇନି। ଆମେ ଯେଉଁ ନିର୍ଦ୍ଦିଷ୍ଟ ଗାଁଟାରେ ଥିଲୁ, ଗୋନାସିକା ପାଖରେ ଗୁପ୍ତଗଙ୍ଗା ବା ବାରୁଡ଼ା ବୋଲି କୁହାଯାଉଥିଲା, ସେଇ ଗାଁରେ ମୁଁ ବଢ଼ିଥିଲି। ସେଇଠି ଏଇ ଖଲିପତ୍ର ଟିପିବା ଶିଖିଥିଲି। ମୁଁ ଭାବୁଛି ଏମିତି ଉନ୍ନତି ନାଁରେ ଦାଦନ ଖଟିବାକୁ ଯାଇକି ଏମିତି ସରଳ ଝିଅ, ନିରୀହ ଝିଅ ମରିଯିବା ଅପେକ୍ଷା
ଏମିତି ଖଲି ସିଲେଇ କରି ଜଙ୍ଗଲଜାତ ଦ୍ରବ୍ୟ ଖାଇକି ରହିଲେ ବୋଧେ ସେ ଜାତିଟା ବେଶୀ ସୁରକ୍ଷିତ ରହିବ। ବାଇମୁଣ୍ଡିକି କଟକ ଚିନ୍ତା, ସେମାନଙ୍କୁ ନେଇକି ମୁଁ ବା କ'ଣ କହିବି, ମୋ କଥା ବା କିଏ ଗ୍ରହଣ କରିବ। ତଥାପି ମନ ଭିତରେ ଅସୁମାରି କୋହ ଆଉ ଅସୁମାରି ପ୍ରଶ୍ନ ସବୁକୁ ଚାପି ରଖି ଆଜି ମୁଁ ଶାଳପତ୍ରର ଖଲିଟିଏ ତିଆରି କରି ସେଇଥିରେ ଖାଉଛି। ସେଇ ଜୁଆଙ୍ଗ ଜନଜାତିକୁ ମୋ ହୃଦୟ ଭରା କ'ଣ କହିବି, ଆନ୍ତରିକ ସ୍ନେହ, ଶୁଭେଚ୍ଛା, ଅଭିନନ୍ଦନ ଆଉ ପ୍ରଣାମ ଜଣାଉଛି। ଆଉ ଭଗବାନଙ୍କ ପାଖେ ପ୍ରାର୍ଥନା କରୁଛି ସେମାନେ ଯେଉଁଭଳି ନିର୍ଲିପ୍ତ, ଶାନ୍ତ, ସରଳ ଜୀବନଯାପନ କରିଥିଲେ, ତାଙ୍କୁ ତାଙ୍କ ସଂସ୍କୃତି ସହିତ ବଞ୍ଚି ରହିବା ପାଇଁ କିଛି ଯୋଜନା କରି ଏଇ ବିରଳ ଜାତିଟିକୁ ସଂରକ୍ଷଣ କରାଯାଉ। ଆଉ ସମସ୍ତେ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ଯେଉଁମାନେ ସାମାଜିକ କର୍ମୀ ବା ସରକାର ସ୍ତରରେ ଯାହା ବି ହେଉଛି ସେଇ ନିବେଦନ କରୁଛି। ଆଉ ଯେଉଁମାନେ ଚାଲି ଯାଇଛନ୍ତି ସେମାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଉଛି। ତାଙ୍କ ପରିବାର ଭିତରେ ଯାହା ଘଟିଛି ସେ ଦୁଃଖ ସହିବାକୁ ପ୍ରଭୁ ଜଗନ୍ନାଥ ଶକ୍ତି ଦିଅନ୍ତୁ। ଆଉ ଆମ ସମସ୍ତଙ୍କୁ